ଶୁଣନ୍ତୁ ଯାହାର ଧର 5 ଜଣଙ୍କର ଗ୍ୟାସରେ ପୋଡ଼ିଗଲେ କି ଡେଥ୍ ହେଇଗଲା 2 ଜଣଙ୍କର ସେମାନେ ତାଙ୍କୁ ଇନକ୍ୱାରି କରିବା କଥା ଆକ୍ଚୁଆଲି କିଏ ମରିଗଲା। ଇଏ ଜଣେଇଦେଲେ ଯେ ଦିଲ୍ଲୀପ ସାମନ୍ତରାୟ ମରିଗଲେ, ଡକ୍ଟର କହିଦେଲେ, ତାକୁ ପୋଲିସ ବାଲା ଇନଭେଷ୍ଟିଗେସନ କରିବା କଥା। ଇନଭେଷ୍ଟିଗେସନ କରିକି ତାଙ୍କ ଘରକୁ ଜଣେଇବା କଥା ନାଇଁ। ତାଙ୍କର ଆଇଡେଣ୍ଟିଫିକେସନ ଯାହା ଥିବ କି ପର୍ସ ହଉ କିମ୍ବା ଆଧାର କାର୍ଡ ହଉ କି ଯେକୌଣସି କାର୍ଡ ତାର ଅଫିସର କାର୍ଡ ହଉ ତାକୁ ନେଇକି କରିବା କଥା। ତାକୁ ନ କରିକି ଦିଲ୍ଲୀପ ସାମନ୍ତରାୟ ଘରକୁ ଧରେଇ ଦେଲେ। ଏମାନେ ନିରୀହ ଲୋକ ସେତେବେଳେ ଟେନସନରେ ଇଏ ତାକୁ ନେଇ ଆସିଲେ, କିନ୍ତୁ ୟା ଯୋଗୁ ତା ସ୍ତ୍ରୀଟି ମାନେ ଆତ୍ମହତ୍ୟା କରିଦେଲା। ମାନେ କୋଉ ଭଳିଆ ପରିସ୍ଥିତି ଆମ ଦେଶର, ଏଇଭଳିଆ ନୀତି। ଆଉ ଏଇଟାକୁ ଆମେ ବ୍ଲେମ କରିବା ଅନ୍ୟମାନଙ୍କୁ, ଯୋଉମାନଙ୍କର କାମ ସେମାନେ ଏପର୍ଯ୍ୟନ୍ତ ଠିକରେ କାମ କରୁନାହାନ୍ତି। କିନ୍ତୁ ଏଇ କଥାକୁ ଲକ୍ଷ୍ୟ କରି ଯେତେବେଳେ ମେଡିକାଲ ବାଲା ଉପରେ ପଡିବ, ସିଏ କଣ କରିବ ନାଇଁ, ୟାକୁ ବି କଣ କରିବେ ଠିକ ଠିକଣା ନାହିଁ। ସେଥିପାଇଁ ଆମେ ଚାହୁଁଛୁ ତାକୁ ଅଲଗା ହସ୍ତାନ୍ତର କରାଯାଉ। ଆମ ଏରିଆରେ ଯୋଉ ଦୁର୍ଘଟଣା ଘଟିଛି ଅନ୍ୟମାନଙ୍କ ଉପରେ ସେଇଭଳିଆ ନ ଘଟୁ, ସେଥିପାଇଁ ସମସ୍ତେ ସଚେତନ ହେବା ଦରକାର।